ଜୟ ଜଗନ୍ନାଥ। ସମସ୍ତଙ୍କୁ ଆମ ପାଠାଗାରକୁ ପୁଣି ଥରେ ସ୍ୱାଗତ। ଆଜି ଆମେ ବେଲ, ଅଶ୍ୱତଥ୍ ଓ ବଟବୃକ୍ଷ ବିଷୟର ଅନ୍ତିମ ତଥା ତୃତୀୟ ଭାଗ ଆଲୋଚନା କରିବା। ତା ପୂର୍ବରୁ ଦ୍ୱିତୀୟ ଭାଗରେ ଆଲୋଚନା କରିଥିବା କିଛି ପ୍ରଶ୍ନୋତ୍ତରକୁ ମଧ୍ୟ ଆମେ ଆଲୋଚନା କରିବା। ପ୍ରଥମ ଭାଗରେ ଆମେ 10 ନମ୍ବର ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ବର୍ତ୍ତମାନ ଦେଖିବା 11 ନମ୍ବର। ନଟବର ବାବୁ କାହାକୁ ପାଣି ପିଇବାକୁ ମାଗିଲେ? ଯେତେବେଳେ ସେ ବସଷ୍ଟାଣ୍ଡରେ ଓହ୍ଲେଇଥିଲେ ସେ ଯାଇଥିଲେ ହରିଗୁଡ଼ିଆର ଦୋକାନକୁ। ଆଉ ସେଠି କାହାକୁ ମାଗିଥିଲେ? ନା ଯେଉଁ ବାସନ ଧୁଆ ଟୋକା ଯିଏ ସେଠି ଗଡ଼ୁଥିଲା ସେ ଭିତରେ ତାକୁ ହିଁ ମାଗିଥିଲେ। ତେଣୁ ଉତ୍ତର ହେବ ବାସନ ଧୁଆ ଟୋକା। 12 ନମ୍ବର, ନଟବର ବାବୁଙ୍କୁ କିଏ ମଣିଷ କରିଛି? ଏ କଥା ନିଶ୍ଚିତ ଭାବରେ ତାଙ୍କର ମା। ତାଙ୍କ ବାପା ତ ବହୁତ ଶୀଘ୍ର ଚାଲି ଯାଇଥିଲେ। ତାଙ୍କୁ ଯେତେବେଳେ 5 ବର୍ଷ ବୟସ ହେଇଥିଲା, ତେଣୁ ସେ ନିଜେ କହିଛନ୍ତି ନଟବର ବାବୁଙ୍କୁ କିଏ ମଣିଷ କରିଛି? ନା ତାଙ୍କ ମା ତାଙ୍କୁ ମଣିଷ କରିଛନ୍ତି। 13 ନମ୍ବର ଦେଖିବା, କିଏ ଅକୃତଜ୍ଞ ବୋଲି ନଟବର ବାବୁ ଭାବିଛନ୍ତି? ଏ ମଣିଷ ଜାତିଟା ଅକୃତଜ୍ଞ ବୋଲି ନଟବର ବାବୁ ଭାବିଛନ୍ତି। କାହିଁକି? ନା ଆମ ପାଇଁ ଯିଏ କରନ୍ତି ଆମେ ତାଙ୍କ ପାଇଁ କରେ ନାହିଁ। ଯେମିତି ବାପା ମା ଆମ ପାଇଁ କରିଛନ୍ତି, ଆମେ ତାଙ୍କ ପାଇଁ କିଛି କରୁନେ, ଆମ ପିଲାମାନଙ୍କ ପାଇଁ ଆମେ କରୁଛେ। ସେଇଭଳି ଭାବରେ ଏ ମଣିଷ ଜାତିଟା ଅକୃତଜ୍ଞ ବୋଲି ସେ ନିଜକୁ ଯେ ଭାବୁଛନ୍ତି। ଦେଖ 14 ନମ୍ବର ପିଲେ, ବଡ଼ ପୁଅ ବିଏ ପଢ଼ୁ ପଢ଼ୁ କ'ଣ ହୋଇଗଲା? ସେଥିରେ ଗୋଟେ ଅଛି ଉତ୍ତର ଦେଖିବେ। ବଡ଼ ପୁଅ ବିଏ ପଢ଼ୁ ପଢ଼ୁ ହିପି ହୋଇଗଲା। ତେଣୁ ବାହାରେ ବୁଲା ବୁଲି, ତେଣୁ ଏଇଭଳି, ତେଣୁ ସିଧା ଉତ୍ତର ଲେଖା ହେବ ବଡ଼ ପୁଅ ବିଏ ପଢ଼ୁ ପଢ଼ୁ ହିପି ହୋଇଗଲା। 15 ନମ୍ବର, ମୋତେ ଯେତେ ମାଠିବୁ ମାଠ କାହା ବିଷୟରେ କୁହାଯାଇଛି? ଯେତେବେଳେ ସେ ରାସ୍ତାରେ ଭାବି ଭାବି ଯାଉଛନ୍ତି ସେତେବେଳେ ସେ ମନେ ପକାଉଛନ୍ତି ତାଙ୍କ ପରିବାର କଥା। ଆଉ ସେଠି ସେ କହିଛନ୍ତି ଯେ ସାନ ଝିଅ ବିଷୟରେ କେତେ କଥା ଇଆଡ଼ୁ ସିଆଡ଼ୁ ଶୁଣାଗଲାଣି। ତେଣୁ ଏଇ କଥା ଯେତେବେଳେ ଭାବିଛନ୍ତି ସେତେବେଳେ ସେ କହିଛନ୍ତି ତାଙ୍କ ମା ଯେତେ ତାଙ୍କୁ ବୁଝେଇଛନ୍ତି, ବାପା ଯେତେ ବୁଝେଇଛନ୍ତି, ସିଏ କିନ୍ତୁ ବୁଝିବା ପାଇଁ ନାରାଜ। ସେଥିପାଇଁ ତାଙ୍କୁ କୁହାଯାଇଥିଲା ମୋତେ ଯେତେ ମାଠିବୁ ମାଠ। ଏଇଟା ସାନ ଝିଅ ବିଷୟରେ କୁହାଯାଇଥିଲା। 16 ନମ୍ବର ପିଲା ଦେଖିବା, ହରିଚନ୍ଦନପୁର ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ କେତେଟା ତାଳ ଗଛ ଠିଆ ହୋଇଛି? ଆମର ଥିଲା ହରିଚନ୍ଦନପୁର ଗାଁ ମୁଣ୍ଡରେ ଯେତେବେଳେ ଯାଇ ପହଞ୍ଚିଲେ ସେତେବେଳେ 20-25ଟା ତାଳ ଗଛ ବାବନା ଭୂତ ଉପରେ ଠିଆ ହୋଇଥିଲେ ବୋଲି କହିଥିଲା। ତେଣୁ 20-25ଟା ଉତ୍ତର ହେବ। ଦେଖ ବର୍ତ୍ତମାନ 17 ନମ୍ବର, ବେଲବଣ ମଝିରେ କେଉଁ ମନ୍ଦିର ଅଛି? ଯେତେବେଳେ ସେ ବେଲବଣ ଆଡ଼େଇକିରି ଭିତରକୁ ଗଲେ ଦେଖିଲେ ଗୋଟେ ପୁରାତନ ଶିବ ମନ୍ଦିରଟିଏ ସେ ପାଇଲେ। ତେଣୁ ଉତ୍ତର ହେବ ଶିବ ମନ୍ଦିର। ବାଉଁଶ ବାଡ଼ି ଶେଷରେ କ'ଣ ଅଛି? ଯେତେବେଳେ ସେ ବାଉଁଶ ବାଡ଼ି ଅତିକ୍ରମ କଲେ ଦେଖିଲେ ଗୋଟିଏ ମନ୍ଦିରଟିଏ ଅଛି। ଉତ୍ତର ହେବ ମନ୍ଦିର। 19 ନମ୍ବର, 20 ନମ୍ବର, 21 ନମ୍ବର ଏ ତିନୋଟି ଯାକ ପ୍ରଶ୍ନର ଉତ୍ତର ହେବ ମଧୁତିଆଡ଼ି। ମନ୍ଦିର ଆଗରେ ମଧୁତିଆଡ଼ିଙ୍କ ଘର। ମନ୍ଦିରର ପୂଜକ ହେଉଛନ୍ତି ମଧୁତିଆଡ଼ି। ବଉଳ ଗଛ ଛାଇରେ କିଏ ଭାଗବତ ପଢ଼ୁଥିଲେ? ନା ସିଏ ମଧ୍ୟ ମଧୁତିଆଡ଼ି। ଏ ତିନୋଟି ପ୍ରଶ୍ନର ଉତ୍ତର ହେବ ମଧୁତିଆଡ଼ି। ଶେଷ ଭାଗ ଆଲୋଚନା କରିବା ପୂର୍ବରୁ ମୁଁ ଟିକେ ପୂର୍ବ କଥା ମନେ ପକାଇ ଦିଏ। ଯେତେବେଳେ ଆମେ ଏଇ ପର୍ଯ୍ୟନ୍ତ ପଢ଼ିଥିଲେ, ଏଇ ପ୍ରଚଣ୍ଡ ଖରାରେ ତାଙ୍କ ଦେହ ଶୀତେଇ ଉଠିଲା, ଏଇ ପର୍ଯ୍ୟନ୍ତ ଆମେ ପଢ଼ିଥିଲେ। ଯେତେବେଳେ ସେ ରାସ୍ତାରେ ଚାଲି ଚାଲି ଯାଉଥିଲେ ସେ ଭାବିଛନ୍ତି ତାଙ୍କର ନିଜର ଜୀବନ କଥା ଭାବିଛନ୍ତି ଏବଂ ମନ୍ଦିରରେ ଯେତେବେଳେ ପହଞ୍ଚିଛନ୍ତି ସେତେବେଳେ ସେ ମାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। କିନ୍ତୁ ଯେଉଁ ପ୍ରାର୍ଥନାରେ ତାଙ୍କର ଆକୁଳତା ନଥିଲା, ଯେ କେବଳ ଲୋକ ଦେଖାଣିଆ ଭାବ ଥିଲା ଯେ ମୋ ମାଙ୍କୁ ଭଲ କରିଦିଅ ପ୍ରଭୁ। ତେଣୁ କାହିଁକି ଏପରି ହେଉଥିଲା ଏ କଥା ସେ ଭାବିକିରି ତାଙ୍କ ଦେହଟା ଶୀତେଇ ଯାଇଥିଲା। ବର୍ତ୍ତମାନ ଆମେ ଦେଖିବା ତାପରେ, ଏଇ ଅତ୍ୟଧିକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କର ଅନ୍ତରର ସେଇ ବିଶୁଦ୍ଧ ଭଲ ପାଇବାର ଉତ୍ସ କ'ଣ ଶୁଖିଯାଇଛି? ସେ ନିଜେ ଭାବୁଛନ୍ତି। ମଧୁତିଆଡ଼ି କହିଲା ପରି ଏ ପାପ ଅନ୍ୟାୟ ଅନାଚାର ଭିତରେ ଠାକୁର ଆଉ କ'ଣ ମନ୍ଦିର ଭିତରେ ନାହାନ୍ତି? ସେଥିପାଇଁ କ'ଣ ତାଙ୍କର ମନେ ହେଲା ଶୁଖିଲା ଥୁଣ୍ଟା ବାଉଁଶ ଓ ବେଲଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା ବେଢଙ୍ଗିଆ ହୋଇଯାଇଛି ଏଇ ଖରାର ଉତ୍ତାପରେ। କିନ୍ତୁ ତାର ଚେର ଲମ୍ବିଛି କାହିଁ କେଉଁ ପାତାଳକୁ, ସେଇଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚି ରହିଛି। ପୁଣି ଯେତେବେଳେ ବର୍ଷା ହେବ ପାଣିରେ ଶୁଖିଲା ମୋଟାଳ ମାଟି କାଦୁଅ ପଚପଚ ହୋଇଯିବ, ସେତିକି ବେଳେ ପୁଣି ପତ୍ର କଅଁଳିବ, ଫୁଲ ଫୁଟିବ, ତାର ଶୁଖିଲା ଡାଳ ପୁଣି ପୂରି ଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ, ହସ ଫୁଟିବ ଫୁଲର ପାଖୁଡ଼ା ପାଖୁଡ଼ାରେ। ତାହେଲେ ବର୍ତ୍ତମାନ ସିନା ବର୍ଷା ନାହିଁ, ଖରା ହେଉଛି ଅତି
ଝାଞ୍ଜି ଖରା ହେଉଛି। ତାହେଲେ ବର୍ତ୍ତମାନ ସବୁଆଡ଼ୁ କୂଅ ପୋଖରୀ ସବୁ ଶୁଖିଯାଇଛି, କିନ୍ତୁ ରସ ତ ଶୋଷି ପାରିବନି, ଶୁଖିପାରିବନି। ଏ ଯେଉଁ ପାତାଳରେ ଯେଉଁ ରହିଛି ସେଠି ତ ରସ ଶୁଖିବନି। ତେଣୁ ସେଠାରେ ଚେର ଲମ୍ବିକିରି କେବଳ ରସ ଶୋଷି ବଞ୍ଚି ରହିଛି। ପୁଣି ଯେତେବେଳେ ପ୍ରଚଣ୍ଡ ରୌଦ୍ରତାପ ପରେ ଆସିଯିବ ବର୍ଷା, ସେତେବେଳେ ସବୁଆଡ଼ ପତ୍ର ପୂର୍ଣ୍ଣ ହେଇଯିବ, ଫୁଲ ଫୁଟିବ, ପୁଣି ହସି ଉଠିବ ଏ ଧରା। କିନ୍ତୁ ଏଇ ଯେଉଁ ୟାଙ୍କ ଭିତରର ଅନ୍ତରର ଯେଉଁ ଭଲ ପାଇବାର ଉତ୍ସ, ସିଏ କେମିତି ପୁନରାବୃତ୍ତି ହେବ, ସିଏ କେମିତି ଏ ଭଲ ପାଇବା କେମିତି ପୁଣି ଫେରି ଆସିବ? କିନ୍ତୁ ବର୍ଷା କେବେ ଆସିବ, କେବେ ପୁଣି ବୈଶାଖର ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାରେ ପୁରି ଉଠିବ? କିଏ ଖୋଜି ବାହାର କରିବ ସେହି ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସକୁ? ତାହେଲେ ସିଏ ସିନା ଗଛ ଚେର ଭିତରକୁ ଭେଦି ଭେଦି ଯାଇଛି, ସେଠୁ ସିଏ ରସ ସଂଗ୍ରହ କରୁଛି। କିନ୍ତୁ ବର୍ତ୍ତମାନ ମୋ ଜୀବନରେ ମୁଁ କିଭଳି ଭାବରେ ଯେଉଁ ମାଆକୁ ମୁଁ ଭଲ ପାଉଥିଲି, ଅନ୍ତରରୁ ଏତେ ଭଲ ପାଉଥିଲି, ସେ ଭଲ ପାଇବାକୁ କେମିତି ପୁଣି ଫେରି ପାଇବି? ରାସ୍ତା ସରି ଆସୁଛି। ନଡ଼ିଆ ବଣ ଭିତରେ ଚକମକ ମାରୁଛି ସୁରଜମଲ ମାରୁଆଡ଼ିର ଧଳା କୋଠା। ମଦନପୁର। ସେଇଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ। ମଦନପୁର ମୌଜା ଆଉ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ବରଗଛଟା ବି ଦେଖାଯାଉଛି। ଜୋରରେ ଜୋରରେ ପାଦ ପକେଇ ଚାଲିଲେ ନଟବର। ତାହେଲେ ସେଇଠି ରାସ୍ତା ଯେମିତି ସରି ସରି ଆସୁଛି, ପାଖେଇ ଆସୁଛି ତାଙ୍କ ଗାଁ। ଆସିଗଲା କେଉଁଟା ନା ମଦନପୁର ଗାଁ, ଯେଉଁଟାକି ତାଙ୍କ ଗାଁ ମୌଜାକୁ ଲାଗିଛି। ଆଉ ମଝିରେ ରହି ବିଶାଳ ବଟବୃକ୍ଷଟି, ବିରାଟ ବଟବୃକ୍ଷଟିଏ, ଯିଏକି ସୀମା ନିର୍ଦ୍ଧାରଣ କରୁଛି। ଆଉ ସେଇଠି ସୁରଜମଲ ମାରୁଆଡ଼ିର ଧଳା କୋଠାଟା ଦେଖାଯାଉଛି। ଆଉ ସେ କୋଠା ପାଖରେ ଗୋଟେ ବଡ଼ ଅଶ୍ୱତଥ ଗଛଟିଏ ମଧ୍ୟ ଅଛି। ବିରାଟ ଅଶ୍ୱତଥ ଗଛଟି 2-4 ଜଣ ମଣିଷର କୁଣ୍ଢ ପାଇବ ନାହିଁ, ଏତେ ବଡ଼ ଗଣ୍ଡି। ଏତେ ବଡ଼ ଗଛଟା, ଅଥଚ ଟିକିଏ ବୋଲି ଛାଇ ନାହିଁ, ଗୋଟାଏ ହେଲେ ବି ପତ୍ର ନାହିଁ, ଟିକିଏ ଟିକିଏ କଅଁଳୁଛି। ଗଛ ଚାରିପଟେ ଛୋଟ ଛୋଟ ଅସଂଖ୍ୟ ଅଶ୍ୱତଥ କୋଳି ପଡ଼ିଛି। କେତେ ବଡ଼ ଗଛ, ଅଥଚ କେତେ ଛୋଟ ତାର ଫଳ। ନଟବର ମନେ ମନେ ହସିଲେ। ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ ସେ। ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୁର ଦାଗ, ତା ତଳକୁ ଲମ୍ବିଛି ନାଲି ପିମ୍ପୁଡ଼ିର ଧାର। ସୁରଜମଲ ମାରୁଆଡ଼ିର ବାପା ସବୁଦିନ ସକାଳେ ଏଇଠି ପିମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ କି ଚିନି ଦେଇଯାଏ। ନଟବର ମନକୁ ମନ ହସିଲେ। ତାହେଲେ ଦେଖିଲେ, ଯେତେବେଳେ ଦେଖାଯାଉଛି ସେଇଠି ଦୂରରେ ଦେଖାଯାଉଛି ବରଗଛ, ବଟବୃକ୍ଷ, କିନ୍ତୁ ସେଇ ପାଖରେ ସୁରଜମଲ ମାରୁଆଡ଼ିର କୋଠା ପାଖରେ ରହିଛି ଗୋଟେ ବିରାଟ ଅଶ୍ୱତଥ ଗଛଟି। କିନ୍ତୁ ସେ ଅଶ୍ୱତଥ ଏତେ ବଡ଼ ହେଲେ ମଧ୍ୟ କ'ଣ ହେଲା, କିନ୍ତୁ ଛାଇ ଟିକିଏ ନାହିଁ, ପତ୍ର ବି ଗୋଟେ ନାହିଁ। ତାରି ଉପରେ ବସି ପଡ଼ିଲେ। ଆଉ ସେଇଠି ଦେଖିଲେ ଗୋଟେ ପିମ୍ପୁଡ଼ିର ଧାର ଲମ୍ବିଛି। କାହିଁକି ନା ସୁରଜମଲ କ'ଣ କରୁଛି ନା, ପ୍ରତିଦିନ ସେଇଠି ଚିନି କି ଗୁଡ଼ ଟିକେ ଦେଇଯାଉଛି। ଏ କଥା ଦେଖିକି ସେ ମନେ ମନେ ହସିଲେ। ଏଇ ଅଶ୍ୱତଥ ଗଛ ମୂଳେ ବସି ବୁଦ୍ଧଦେବ କୁଆଡ଼େ ବୁଦ୍ଧତ୍ୱ ପ୍ରାପ୍ତ ହେଇଥିଲେ। ଏଇ ଗଛ ମୂଳେ ମହାବୀର ଜିନ୍ ପରମ ଜ୍ଞାନ ପାଇଥିଲେ। ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା, ଜୈନ ଧର୍ମ କୁଆଡ଼େ ଗଲା, ଖାଲି ଗଛଟା ହିଁ ପୂଜା ପାଉଛି। କି ଅଛି ଏଇ ଗଛରେ? ନା ଟିକିଏ ଛାଇ, ନା ତାର କାଠକୁ କିଛି କାମରେ ଲଗାଯାଇ ପାରୁଛି। ତାହେଲେ ଆଶ୍ଚର୍ଯ୍ୟ ହେଲେ ଯେ କାହିଁକି ଆମେ ଏତେ ବଡ଼ ଗଛଟାକୁ ପୂଜା କରୁଛେ, ଯାହାର କୌଣସି ଆବଶ୍ୟକତା ନାହିଁ, ଯିଏକି ସେମିତି କିଛି ଆବଶ୍ୟକତା ଆମର ପୂରଣ କରିପାରୁ ନାହିଁ। ସମୟର ଖରା ଏମିତି ଶୋଷି ନିଏ ପ୍ରକାଶିତ ରସର ପୋଖରୀ ନଦୀକୁ, କିନ୍ତୁ ଶୋଷି ପାରେ ନାହିଁ ସାତତାଳ ଭେଦି ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ। ପୁଣି ଜଣେ କିଏ ଭଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼େଇ ଆଣିବ ପୃଥିବୀ ଉପରକୁ। ଆଉ ଜଣେ କିଏ ଅର୍ଜୁନ ତୀକ୍ଷ୍ଣ ସ୍ୱରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇ ଆଣିବ ସ୍ୱତଃ ନିସାରିତ ଝରଣାର ସ୍ରୋତକୁ। ତାହେଲେ ସିନା ଉପରେ ପ୍ରକାଶିତ, ଉପରେ ଦେଖାଯାଉଥିବା ଜଳ, ପୋଖରୀ ନଦୀ ଏଇସବୁର ଜଳ, କୂଅ ପୋଖରୀ ନଦୀ ନାଳର ଜଳ ସିନା ଶୋଷି ନେଇଯିବ, କିନ୍ତୁ ଯେଉଁ ପାତାଳ ଭିତରେ ରହିଛି, ସାତ ତାଳ ଭେଦି ଯେଉଁ ଭିତରେ ଯେଉଁ ରସର ସମୁଦ୍ର ଅଛି, ତାକୁ କ'ଣ ଏ ଖରା ଶୋଷି ପାରିବ କି? ନା। ପୁଣି ଜଣେ କିଏ ଆସିବ ଭଗୀରଥ, ଯିଏକି ବାଟ କଢ଼େଇ ଆଣିବ ଗଙ୍ଗାକୁ ପୁଣି ପୃଥିବୀକୁ। ଆଉ କିଏ ଅର୍ଜୁନ ଆସିବେ, ଯିଏକି ନିଜର ପିତାମହ ଭୀଷ୍ମଙ୍କ ପାଇଁ ଜଳ ଆଣିଦେବେ, ଯେମିତି ତୀକ୍ଷ୍ଣ ସ୍ୱରରେ ପୃଥିବୀର କଠିନ ଆବରଣକୁ ଭେଦ କରି ପୁଣି ସ୍ୱତଃ ନିସାରିତ ଝରଣାର ସ୍ରୋତକୁ ନେଇ ଆସିବେ ପୃଥିବୀ ଉପରକୁ। ଦିନ ଆସିବ, କିନ୍ତୁ ସେ ସମୟ କେବେ? କିନ୍ତୁ ତା ଆଗରୁ ଏଇ ଶୁଷ୍କ ଟାଙ୍ଗର ଧୂସର ଭୂମି ଉପରେ ଶୀତଳ ଜଳକଣ ପ୍ରକାଶ କରୁଛି ନାହିଁ। ତାହେଲେ ଏଇ କଥା ସେ ନିଜ ଜୀବନ ସହିତ ତୁଳନା କରୁଛନ୍ତି। ତାହେଲେ ସେ ତା ପୂର୍ବରୁ କ'ଣ ମୁଁ ମୋ ମାଆକୁ ଯେଉଁ ଅନ୍ତରରୁ ଭଲ ପାଉଥିଲି, ସେ ଭଲ ପାଇବା କ'ଣ ମୁଁ ଆଉ ଖୋଜି ପାଇପାରିବି ନାହିଁ? ସେ ଆକୁଳତାରେ ଯେଉଁ ଠାକୁରଙ୍କୁ ଡାକୁଥିଲି, ସେଇଟା ମୁଁ କ'ଣ ପାରିବି ନାହିଁ? ଏମିତି ଭାବୁ ଭାବୁ
ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ। ହଠାତ୍ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା। ସାରା ଦେହରେ ଯେମିତି କ'ଣ ମଧୁର ଶୀତଳ ସ୍ପର୍ଶ ଦେଇଗଲା। ଆଃ, କି ଆରାମ! ସେ ଆଉ ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସି ପଡ଼ିଲେ। ପ୍ରକାଣ୍ଡ ବରଗଛ। ତାଙ୍କ ପିଲାଦିନରୁ ସେ ତାକୁ ଏମିତି ଦେଖି ଆସିଛନ୍ତି। ଏଇ କେତେ ବର୍ଷ ଭିତରେ ଆହୁରି ପୁଣି ବଢ଼େଇ ଦେଇଛି। ପାଖକୁ କେତେ ଗୁଡ଼ାଏ ଗୋରୁ ବସି ପାକୁଳି କରୁଛନ୍ତି। କିଏ କେତେଟା ଡାଳ କାଟି ପକେଇ ଦେଇଛି ସେ ତାରି ଚାରିପାଖରେ। ଛେଳି ଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି। ଦୁଇ ଚାରିଟା ପିଲା ଏଇ ଧୁମ୍ ଖରାବେଳଟାରେ ଓହଳରେ ଝୁଲି ଝୁଲି ଡାଳ ମାଙ୍କୁଡ଼ି ଖେଳୁଛନ୍ତି। ତାଙ୍କ ପାଖକୁ ଟିକିଏ ଦୂରରେ କେତେଜଣ ତାଙ୍କରି ପରି ବାଟୋଇ ଚାରିକାତ ମେଲେଇ ନିଘୋଡ଼ ନିଦରେ ଶୋଇଯାଇଛନ୍ତି। ସାରା ଗଛଟା ଭର୍ତ୍ତି ହୋଇଛନ୍ତି ନାନା ପ୍ରକାର ଚଢ଼େଇରେ। ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି। କିନ୍ତୁ ସବୁ ସତ୍ତ୍ୱେ ବି ଗଛଟା ଯେମିତି ତାର ସହସ୍ର ବାହୁ ମେଲେଇ ତାର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନ ସ୍ନେହମୟୀ ଜନନୀ ପରି। ତାହେଲେ ଯେତେବେଳେ ସେ ଚାଲି ଚାଲି ଯାଉଛନ୍ତି ହଠାତ୍ ପହଞ୍ଚି ଯାଇଛନ୍ତି ବରଗଛ ତଳେ। ଧ୍ୟାନ ନାହିଁ, କିନ୍ତୁ ଚେତା ପଶିଲା ଯେତେବେଳେ ଶୀତଳ ସ୍ପର୍ଶ ଗୋଟେ ସେ ପାଇଲେ। କ'ଣ ହେଲା? ଦେଖିଲେ ବିଶାଳ ବଟବୃକ୍ଷ, ଯେଉଁଟାକି ତାଙ୍କ ଗାଁର ସୀମା ନିର୍ଦ୍ଧାରଣ କରୁଥିଲା, ମଦନପୁର ଏବଂ ତାଙ୍କ ଗାଁର ସୀମା ନିର୍ଦ୍ଧାରଣ କରୁଥିଲା, ସେଇଠାରେ ସେ ଯାଇ ପହଞ୍ଚିଗଲେ। ଆଉ ପହଞ୍ଚିଲା ପରେ ଦେଖିଲେ ସେ ବଟବୃକ୍ଷ ଆଜି ମଧ୍ୟ ସହସ୍ର ବାହୁ ମିଲେଇ ଅନେକଙ୍କୁ ନିଜର ସନ୍ତାନମାନଙ୍କୁ ଆଲିଙ୍ଗନ କରି ଧରି ରଖିଛି। କେମିତି ନା ପକ୍ଷୀମାନେ ସେଠି କିଚିରି ମିଚିରି ଶବ୍ଦ କରି ବସା ବାନ୍ଧିକି ରହିଛନ୍ତି। ବାଟୋଇମାନେ ସେଇଠି ଚାରିକାତ ମେଲେଇ ନିଘୋଡ଼ ନିଦରେ ଶୋଇଯାଉଛନ୍ତି ଗ୍ରୀଷ୍ମ ଝାଞ୍ଜିରେ, ଯେଉଁଠିକି ଏ ଶୀତଳ ଛାଇ ମିଳୁଛି ତାରି ତଳେ ସେ ଶୋଇଯାଇଛନ୍ତି। ସେଇଠି ଯେଉଁଠି କିଛି ଗୋରୁ ଗାଈ ପାକୁଳି କରୁଛନ୍ତି, ସେଇଠି ଯେଉଁଠି କିଛି ପିଲାମାନେ ଆସି ତାଙ୍କର ଦିହିପର ଝାଞ୍ଜି ଖରାଟାରେ ଦିହିପରଟାରେ ଡାଳ ମାଙ୍କୁଡ଼ି ଖେଳୁଛନ୍ତି। ତାହେଲେ ଏଇଭଳି ଭାବରେ ଗୋଟିଏ ଗଛ ଯିଏକି କ'ଣ କରିଛି ନା ସ୍ନେହମୟୀ ଜନନୀ ପରି ଆଲିଙ୍ଗନ କରି ଧରି ରଖିଛି ଏ ସମଗ୍ର ସନ୍ତାନମାନଙ୍କୁ। ମୁଣ୍ଡ ତଳେ ଗାମୁଛାଟା ଦେଇ ଗଡ଼ି ପଡ଼ିଲେ ନଟବର ବାବୁ। ଜୋତାଗୁଡ଼ା କାଢ଼ି ପକେଇ ଦୂରକୁ ଥୋଇଦେଲେ। ନିଆଁ ପରି ତାତିଥିଲା ସେଗୁଡ଼ାକ। କାଣି ଆଙ୍ଗୁଳି କଣରେ ଗୋଟାଏ ଫୋଟକା ବାହାରିଲାଣି। ଜୋତା କାଢ଼ିଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇ ଆସିଲା। ଗୋଡ଼ ଲମ୍ବେଇ ଉପରକୁ ମୁହଁ କରି ସେ ଆଖି ବୁଜିବା ଆଗରୁ ଚାରିଆଡ଼କୁ ଅନେଇ ଦେଲେ। ଗୋଟାଏ ଜାଗାରେ ତାଙ୍କର ଆଖି ଅଟକିଗଲା। କୋରଡ଼ ଭିତରେ ଉଠିଛି ଅଶ୍ୱତଥ ଗଛ ଆଉ ବେଲ ଗଛ। ପରମ ତୃପ୍ତିରେ ସେ ଆଖି ବୁଜିଲେ। ସେଇ ମୁଦା ଆଖି ପତା ଉପରେ ଭାସି ଉଠିଲା ଗୋଟାଏ ବିରାଟ ବରଗଛର ଛବି। ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି, ସେ ଛବି ତାଙ୍କ ବୋଉର। କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟାଏ ଛବି ଦେଖାଗଲା, ସେ ଛବିଟା ତାଙ୍କ ନିଜର। ତାହେଲେ ବର୍ତ୍ତମାନ କ'ଣ ହେଲା ପିଲେ? ଯେତେବେଳେ ସେ ବରଗଛ ତଳେ ଶୋଇଛନ୍ତି ସେତେବେଳେ ତାଙ୍କର ହଠାତ୍ ଲକ୍ଷ୍ୟ ପଡ଼ିଲା ବରଗଛ କୋରଡ଼ରେ ଗୋଟିଏ ବେଲଗଛ ଆଉ ଗୋଟିଏ ଅଶ୍ୱତଥ ଗଛ ଉଠିଛି। ଆଉ ସେ ଆଖି ଯେତେବେଳେ ବନ୍ଦ କରୁଛନ୍ତି ସେତେବେଳେ ଆଖି ବନ୍ଦ କଲା ପରେ ଦେଖାଗଲା ତାଙ୍କୁ ଗୋଟିଏ ଛବି। ସିଏ ହେଉଛି ବରଗଛର ଛବି। ଆଉ ପୁଣି ତାକୁ ଆଚ୍ଛନ୍ନ କରି ପୁଣି ଦେଖାଗଲା ତାଙ୍କ ବୋଉଙ୍କର ପ୍ରତିଛବି। ତାମାନେ କ'ଣ? ଯେପରି ବରଗଛଟିଏ ସହସ୍ର ବାହୁ ମେଲେଇ ନିଜର ସନ୍ତାନମାନଙ୍କୁ କ'ଣ କରିଛି? ଆଲିଙ୍ଗନ କରି ଧରି ରଖିଛି, ସମସ୍ତଙ୍କର ସୁଖ ଦୁଃଖ ବୁଝୁଛି। ସେଇଭଳି ଭାବରେ ତାଙ୍କର ସ୍ନେହମୟୀ ମା ସେ ମଧ୍ୟ ସେଇଭଳି ଭାବରେ ତାଙ୍କର ସମସ୍ତ ସୁଖ ଦୁଃଖକୁ ବୁଝିଛନ୍ତି। ତାଙ୍କ ଅଳି ଅର୍ଦ୍ଦଳିକି ଶୁଣିଛନ୍ତି। ଖାଲି ତାଙ୍କର ନୁହେଁ, ତାଙ୍କ ପିଲାମାନଙ୍କର ମଧ୍ୟ। ତେଣୁ ତାଙ୍କ ମା ହେଉଛନ୍ତି ବଟବୃକ୍ଷ, ସେ ନିଜେ ହେଉଛନ୍ତି ଅଶ୍ୱତଥ ଗଛ, ଯିଏକି ତାଙ୍କ ଆଶ୍ରୟ ନେଇଛନ୍ତି। ଆଉ ତାଙ୍କର ମଧ୍ୟ ଆଶ୍ରୟ ନେଇଛନ୍ତି ଆଉ କିଏ? ନା ବେଲଗଛ, ଯେମିତିକି ତାଙ୍କ ପିଲାମାନେ। ତେଣୁ ତିନି ପିଢ଼ିର କଥା ଏଠି କୁହାଯାଇଛି। ବେଲଗଛ ଯେଉଁମାନେ କି ତାଙ୍କ ପିଲା ନଟବର ବାବୁଙ୍କର ପିଲାମାନଙ୍କ କଥା କୁହାଯାଇଛି। ନିଜେ ଅଶ୍ୱତଥ ଗଛ ସଦୃଶ, ଆଉ ତାଙ୍କର ମା ହେଉଛନ୍ତି ବଟବୃକ୍ଷ, ଯିଏକି ସ୍ନେହମୟୀ ଜନନୀ, ଯିଏକି ବଟବୃକ୍ଷ ସଦୃଶ ସମସ୍ତଙ୍କୁ ଆଲିଙ୍ଗନ କରି ଧରି ରଖିଛନ୍ତି। ବୁଝିପାରିଲେ ପିଲାମାନେ? ଦେଖିବା ବର୍ତ୍ତମାନ ଶେଷ 4ଟି ନା 5ଟି ପ୍ରଶ୍ନ ଥିଲା, ଦେଖିବା। ବର୍ତ୍ତମାନ ଦେଖିବା 21 ନମ୍ବର ପ୍ରଶ୍ନ ଯାଇଥିଲା। 22 ନମ୍ବର ପ୍ରଶ୍ନ ଦେଖିବା। 22 ନମ୍ବର ପ୍ରଶ୍ନରେ ରହିଛି ମଦନପୁର ଓ ତାଙ୍କ ମୌଜାର ସୀମା କେଉଁ ଗଛ ଚିହ୍ନଟ କରୁଛି? ଏନେ ସାଙ୍ଗେ ସାଙ୍ଗେ କହିଲେ ଯେଉଁଟାକି ଗୋଟେ ବିଶାଳକାୟ ବଟବୃକ୍ଷ। ତେଣୁ ଏଠି ଉତ୍ତର ହେବ ବଟବୃକ୍ଷ। ବରଗଛ କୋରଡ଼ରେ କେଉଁ ଗଛ ଉଠିଥିଲା? ସେ ଯେତେବେଳେ ଆଖି ବନ୍ଦ କଲେ, ଆଖି ବନ୍ଦ କରିବା ପୂର୍ବରୁ ଚାହିଁଲେ ଦେଖିଲେ
ଦୁଇଟି ଗଛ ଉଠିଛି। ଦୁଇଟି ଗଛ କ'ଣ କ'ଣ ନା ଗୋଟେ ହେଉଛି ଅଶ୍ୱତଥ ଗଛ ଆଉ ଗୋଟିଏ ହେଉଛି ବେଲ ଗଛ। ତେଣୁ ଉତ୍ତର ହେବ ଅଶ୍ୱତଥ ଗଛ ଓ ବେଲ ଗଛ। ବରଗଛର ପ୍ରତୀକ କିଏ? ଯେତେବେଳେ ସେ ଶୋଇଛନ୍ତି ଆଖି ବନ୍ଦ କରିଛନ୍ତି ମୁଦା ଆଖିରେ ଦେଖାଗଲା ଗୋଟିଏ ଛବି, ସିଏ ହେଉଛି ବଟବୃକ୍ଷ। ତାକୁ ଆଚ୍ଛନ୍ନ କରି ଆଉ ଗୋଟିଏ ଛବି ଦେଖାଗଲା ତାଙ୍କ ମାଆଙ୍କର। ତେଣୁ ଉତ୍ତର ହେବ ଏଠି ବରଗଛ ପ୍ରତୀକ ହେଉଛନ୍ତି ତାଙ୍କ ମା। ନଟବର ବାବୁ କେଉଁ ଗଛର ପ୍ରତୀକ? ସେ ନିଜେ ହେଉଛନ୍ତି ଅଶ୍ୱତଥ ଗଛର ପ୍ରତୀକ। ଯେତେବେଳେ ସିଏ ମଧ୍ୟ ତାଙ୍କର ଆଶ୍ରୟ ନେଇଛନ୍ତି, ସେ କୋରଡ଼ରେ ଯେମିତି ବଟବୃକ୍ଷରେ ଯେମିତି ଆଶ୍ରୟ ନେଇଛି ଅଶ୍ୱତଥ ଗଛଟି ଆଉ ବେଲ ଗଛଟିଏ, ଇଏ ମଧ୍ୟ ହେଉଛନ୍ତି ଅଶ୍ୱତଥ ଗଛ ସଦୃଶ। ଇଏ ମଧ୍ୟ ତାଙ୍କ ମାଆଙ୍କ ଠାରେ ଆଶ୍ରୟ ନେଇଛନ୍ତି ଏବଂ ତାଙ୍କର ପିଲାମାନେ ହେଉଛନ୍ତି ବେଲ ଗଛ ସଦୃଶ। ବର୍ତ୍ତମାନ ଏଇଠାରେ ଆମର ଏଇ ବେଲ ଅଶ୍ୱତଥ ଓ ବଟବୃକ୍ଷ ସମାପ୍ତ ହେଲା। ପୁଣି ଆଗାମୀ ଅଧ୍ୟାୟରେ ନୂଆ ବିଷୟ ନେଇ ଆସିବି। ସେତେବେଳେ ପର୍ଯ୍ୟନ୍ତ ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ।